हेलो हाय सांग मैंने नमस्कार जय जगन्नाथ। आपण मैंने केमती अच्छा मु तो बहुत भल अच्छी आशा करछि आपण मैंने समस्ते भलरे थांतु भगवान को पाखे एतिक प्रार्थना करुछि। एक नुआ वीडियो को आपण को वेलकम। ए देखि पारुथिबे मु कौन कहते बोईताड़ू ना कखारू हो आपण भाषा कखारू हो बोईताड़ू हो से भावी नियंतु जाबी आ ସେଇଆ ଆଣିକି ଆମ ବାଡ଼ିରୁ ଆମ ନିଜ ଗଛ ଲଗାଇଥିଲା ଆମ ନିଜ ବାଡ଼ିରୁ ଆଣିକି ମୁଁ କାଟିଛି। ଫାଷ୍ଟ ମୁଁ ଆଗ ଆଣିଲି ଫାଷ୍ଟ ଫଳରୁ ତୋଳିଲି ମୁଁ ଭାବିଲି ହେଇଛି ନା ନାହିଁ ଆଉ ହେଇଯାଇଛି ଭଲ ଖୁସି ଲାଗିଲା। ତାର ଏଇଟା ହଉ ହଉ ଦେଖନ୍ତୁ ହଠାତ୍ କୁଆଡ଼ୁ ବର୍ଷା ପଳେଇ ଆସେ। କେତେ ବର୍ଷା ହେଉଛି ଭଗବାନ। ମୁଁ କହୁଛି ମୁଁ ଆଜି ଯିବି କେମିତି। ମୋର ଛୁଟି ସରିଗଲା। ଛୁଟି ଯେତିକି ଦିନ ନେଇଥିଲି ସେତିକି ଦିନ ଶେଷ ହୋଇଗଲା। ଆର ଦିନ ଯାଇକି ଡ୍ୟୁଟି କରିବାର ଅଛି। କ'ଣ କରିବି ମୁଁ ଚିନ୍ତାରେ ପଡ଼ିଥିଲି। ଯାହା ହଉ ଗଲା ସମୟରେ ବର୍ଷାଟା ଛାଡ଼ି ଯାଇଥିଲା ନହେଲେ ମୁଁ ଚିନ୍ତାରେ ଥିଲି। ଏଠି ଆମର ସବୁ ପୁରୁଣା ଘରକୁ ଭାଙ୍ଗି ଦେଇଛନ୍ତି ନା ସେଥିପାଇଁ ଏପଟେ ପାଣି ପଶିବ ବୋଲି ସେ ମୋ ବୋଉ କୋଠି କପଡ଼ା ଫପଡ଼ା ସବୁ ଦେଉଥିଲେ ସେତେବେଳେ ପାଣି ଏପଟେ ପଳେଇ ଆସିବ ବୋଲି। ସେ ନୂଆ ଘର ନ ବନେଇଲା ପର୍ଯ୍ୟନ୍ତ ସେମିତି ହିଁ ହେବ। ସେଠି ମୋ ଭଉଣୀ ଖାଲି ଘୁରି ବୁଲୁଛି ଆଉ ମୁଁ ଏବେ ଖାଲି ବର୍ଷା ଦେଖୁଛି। ମୁଁ ତ ପୁରା ଛାନିଆ ହେଇଯାଇଥିଲି କ'ଣ ହେବ। ତ ବିଜୁଳି ଫିଜୁଳି ମାରୁଛି ବର୍ଷା। ଦୁଃଖ ବି ଲାଗୁଥିଲା ସେଦିନ କେତେ ଖୁସିରେ ଥିଲି। କେତେ ଦିନ 6 ଦିନ କେତେ ଖୁସିରେ ଥିଲି। ଏବେ ପଳେଇ ଆସୁଛି ବହୁତ ଦୁଃଖ ଲାଗୁଥିଲା। ଏଠି ସବୁ ଆମ ଘରର ପନିପରିବା ଆମ ଘରର କହିଲି ସରି କ'ଣ ଆମ ବାଡ଼ିର ପନିପରିବା ସବୁ ଏଗୁଡ଼ା କଲରା କୁନ୍ଦୁରି ଆଉ କ'ଣ ତୋଳି ଦେଇଥିଲେ ବୋଉ କଲରା କୁନ୍ଦୁରି ଆଉ ଲଙ୍କା ଆଉ କ'ଣ ତୋଳି ହେଉଛି। ବର୍ଷା ତ ଆସିଲା ଯେମିତି ଆଉ ମୁଁ କିଛି ତୋଳି ହିଁ ପାରିଲିନି। ଏଠି ଚାଉଳ ବି ନେଇକି ଆସିଥିଲି। ଚାଉଳ ସରିଯାଇଥିଲା ମୋ ପାଖେ ଚାଉଳ ନଥିଲା। ତାପରେ ଯେତିକି ସମୟ ପହଞ୍ଚି ଆସିଲା ସେତିକି ଦୁଃଖ ଲାଗୁଥାଏ। ଆଉ କ'ଣ କରିବା ଆସିବା ପାଇଁ ତ ପଡ଼ିବ ନା। କାମ ଜାଗାକୁ ଡ୍ୟୁଟି ପୁଣି ଅଛି। ଜବ୍ କଲେ ତ ଏଇ ଅବସ୍ଥା ସବୁ ବାହାରେ ରହିବ। ସବୁ ବାହାରେ ପାଠ ପଢ଼ିଲି ବାହାରେ ଚାକିରି କଲି ବାପା ମା ପାଖରେ ଜମା ରହିଲିନି। ଛୋଟବେଳୁ ହିଁ ବାହାରେ ମୋତେ ବହୁତ ଦୁଃଖ ଲାଗୁଛି। ମୁଁ କେବେ ରହି ହିଁ ପାରିବିନି। ପୁଣି ମାନେ କ'ଣ କହିବେ ଚାକିରି ହେଉ କିଛି ପାଠ ପଢ଼ିଲି ବାହାରେ ପୁଣି ଚାକିରି କଲି ବାହାରେ ପୁଣି କିଛି ଦିନ ଯିବ ପୁଣି ବାହା ହେଇଯିବି। ସେଟା ବି ପୁଣି ବାପା ମାଠୁ ଅଲଗା। ମାନେ ବାପା ମା ପାଖରେ କେବେ ରହି ପାରୁନି ଶାନ୍ତିରେ। ବହୁତ ଦୁଃଖ ଲାଗେ। ଘରକୁ ଯାଏ ଯେତିକି ସମୟ ମିଳେ ଖୁସିରେ ରୁହେ। ଆଉ କ'ଣ କରେ। ଏଠି ମୋ ବୋଉ କହୁଛନ୍ତି ଲଙ୍କା ନେବୁ କେମିତି କଲେ ଅଳ୍ପ ଦିଅ ବେଶୀ ଦିଅନି। ଏକରେ ତ ଖାଏନି ମୁଁ ରାଗ ବେଶୀ ବୋଲି ଖାଏନି। ରାଗ ଜିନିଷ ହିଁ ଖାଏନି। ଆଉ ମୁଁ କହିଲି ଅଳ୍ପ ହିଁ ଦିଅ। ଏଇଠି ଆମ ବାଇଗଣ ବି ତୋଳିଥିଲୁ ଆଉ ପୋଇ ତୋଳିବା କଥା ଯେ ଆଉ ତୋଳି ପାରିଲୁ ନାହିଁ। ବର୍ଷା ବହୁତ ଥିଲା ଯେମିତି ଅଳ୍ପ ହିଁ ତୋଳିକି ପଳେଇ ଆସିଲୁ। ନହେଲେ କୁନ୍ଦୁରି ଆଉ ଆଣିଥାନ୍ତେ। କୁନ୍ଦୁରି ବେଶୀ ହିଁ ନେବି କହୁଥିଲି। କୁନ୍ଦୁରି ଏତେ ଦିନ ହେଲା ଖାଇନଥିଲି ନା ସେଥିପାଇଁ କୁନ୍ଦୁରି ନେବା ପାଇଁ ଇଚ୍ଛା ଥିଲା। ହେଲେ କ'ଣ ଆଉ ପିଆଜ ବି ଆମର ହିଁ ଲଗେଇଥିଲେ। ଆଉ ଆଳୁ ବି ସବୁ ଘରର ହିଁ ଆଣିଛି। ଆଉ ଯଦି କିଣିକିନା ହେଇଥିଲେ ମୁଁ କ'ଣ ଏତେ ଦୂରରୁ ଆଣିଥାନ୍ତି। ଏଇଠି କିଣିଥାନ୍ତି ପିଆଜ ରସୁଣ ଆଳୁ ସବୁ। ଏଇଠି ମୋ ଦିଦି ଗାଡ଼ି ପାଖକୁ ନେଇଯାଉଛନ୍ତି। ଯାଉ ଗଲା ସମୟରେ ବର୍ଷାଟା ଛାଡ଼ି ଯାଇଛି ନହେଲେ ବହୁତ ହଇରାଣ ହେଇଥାନ୍ତେ। ଏଠି ମୋ ଚପଲ ଧରିଛି। ମୋ ଭଉଣୀର ଚପଲ ପିନ୍ଧିକି ଯାଇଛି କାଦୁଅ ହେଇଯିବ ବୋଲି। ଏସବୁ ମୋତେ ଛାଡ଼ିବା ପାଇଁ ଯାଇଛନ୍ତି ଗାଡ଼ି ପାଖକୁ। ଏଠି ମୁଁ ସମସ୍ତଙ୍କୁ ମୁଣ୍ଡିଆ ମାରିଲି। ମୋ କାକି ଏଇଟା ମୋ ଭଉଣୀ ମୋତେ ମୁଣ୍ଡିଆ ମାରିଲା। ଆଉ ବୁଢ଼ୀଟା ଏଇଟା ଆମ ବାବୁ ତ ଖାଲି କେଁ କେଁ ହେଉଛି। କ'ଣ କହିବ ଆମ ବାବୁକୁ। ମୋ ସହିତ ମୁଁ ଏକା ଯାଇନି। ମୋ ସହିତ ମୋ 2 ଭାଇ ଯାଇଥିଲେ ମାନେ ଆସିଥିଲେ ମୋ ସହିତ। ସେମାନେ ଦେଖୁନ ଆମ ବାବୁ କାଦୁଅରେ ଓହ୍ଲେଇବ ଜମାରେ ଖାଲି ମୁଣ୍ଡିଆ ମାରିବା ପାଇଁ ଓହ୍ଲେଇଲାନି। ତାପରେ ପୁଣି ସାଙ୍ଗେ ସାଙ୍ଗେ ଉପରକୁ ଉଠେଇଗଲା। ମୋ ସାନ ଭାଇମାନଙ୍କୁ ମୁଣ୍ଡିଆ ହେଲା। ଏଇଠି ମୋତେ ମୁଣ୍ଡିଆ ମାରୁଛି ଓଲୋ ବାବୁ। ତାପରେ ମୁଁ ଟିକେ କାଖେଇ ଦେଲି। ଆଉ ସିଏ ମୋ ପାଖରେ ଏତେ ସମୟ ରହିନି ନା ସେଥିପାଇଁ ରହିଲାନି। ମୋତେ ଦେଖିଲେ ହିଁ କାନ୍ଦିବ। ଆଉ ମୋବାଇଲରେ ଦେବି ମାନେ ସାଙ୍ଗେ ସାଙ୍ଗେ
ବିଦାୟ ସମୟ ଏବେ ଯେତିକି ଯେତିକି ପାଖକୁ ସେତିକି ଦୁଃଖ ଲାଗୁଥାଏ ଖାଲି ଉପରେ ଟିକେ ହସିବା କଥା ଆଉ ହଁ ବାବୁକୁ ଆହୁରି ଏଇ ମୁହଁରେ ଇଏ କରୁଛି ସେ କାନ୍ଦୁଛି ପୁରା ସେ ବି କହୁଥିଲେ ମୁଁ ଗାଡ଼ିରେ ବସିବି ମାନେ ଏଇ ଦୁଇ ଭାଇ ମୋର ଯିବେ ମୋ ବଡ଼ ବାପାଙ୍କ ପୁଅ ଦୁଇଟା ପୁଅ ସେମାନେ ଆସିଛନ୍ତି ମୋ ସହିତ ମୋତେ ଛାଡ଼ିବା ପାଇଁ ଭୁବନେଶ୍ୱର ହେଉଛି ମୋର ଲାଇଟ୍ ମାରୁନି ସେ ଜାଣିନି କି ମୁଁ ଭିଡ଼ିଓ କରୁଛି ବୋଲି ସେ ଜାଣିଛି ଲାଇଟ୍ ମାରୁଛି ବୋଲି ଆଉ ଏଇଠି ମୁଁ ପଳେଇ ଗଲି ବାଏ ବାଏ ଆମ ଭିଡ଼ିଓଟା ଭଲ ଲାଗିଥିଲେ ଲାଇକ୍ କରିବେ ସେୟାର କରିବ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।